एसपी मैडम भिकारुणी बेशरे जाई सेई गाँरे पहुँचिले ଯେଉଁ ଗାଁରେ କୁଆଁରୀ ଝିଅମାନେ ରହସ୍ୟମୟ ଭାବରେ ଗର୍ଭବତୀ ହୋଇଯାଉଥିଲେ। ଏହି କାହାଣୀଟି ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ଚୁନାର ଥାନା ଅଞ୍ଚଳରେ ଅବସ୍ଥିତ ଏକ ଛୋଟ ଗାଁ ଶିବପୁରର ଅଟେ। ଏହି ଗାଁଟି ଦେଖିବାକୁ ବହୁତ ସାଧାରଣ। ଚାରିପାଖରେ ସବୁଜ ପଡ଼ିଆ, କଚ୍ଚା ରାସ୍ତା, ମାଟି ଘର, ସକାଳର ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦ ଏବଂ ସନ୍ଧ୍ୟାରେ ସୂର୍ଯ୍ୟଙ୍କର ଅସ୍ତ ସବୁକିଛି ସମ୍ପୂର୍ଣ୍ଣ ସ୍ୱାଭାବିକ ଥିଲା। କିନ୍ତୁ ଏହି ଗାଁ ଭିତରେ ଏକ ଏମିତି ଭୟ ଲୁଚି ରହିଥିଲା ଯାହାକୁ କେହି ଖୋଲାଖୋଲି ଭାବରେ ପ୍ରକାଶ କରିବାକୁ ମଧ୍ୟ ସାହସ କରୁନଥିଲେ। ଏଠିକା ଲୋକଙ୍କ ମନରେ ଏକ ଅଦ୍ଭୁତ ଭୟ ଥିଲା। ବିଶେଷ କରି ସେହି ପରିବାର ଲୋକଙ୍କ ମନରେ ଥିଲା ଯେଉଁମାନଙ୍କ ଘରେ ବଢ଼ିଲା ଝିଅ ଥିଲେ। ଶିବପୁର ଆଉ କେବଳ ଏକ ଗାଁ ହୋଇ ରହିନଥିଲା, ବରଂ ଏହା ଏକ ଏମିତି ରହସ୍ୟ ପାଲଟି ଯାଇଥିଲା ଯେଉଁଟା ପ୍ରତ୍ୟେକ ବିତି ଯାଇଥିବା ଦିନଗୁଡ଼ିକ ସହିତ ଆହୁରି ରହସ୍ୟମୟ ହୋଇ ହୋଇ ଯାଉଥିଲା। ଏହି ଗାଁରେ ଗତ କିଛି ମାସ ଧରି ବାରମ୍ବାର ଏକ ଏମିତି ଘଟଣା ଘଟୁଥିଲା ଯେଉଁଟା ପୁରା ଗାଁକୁ ଥରାଇ ଦେଉଥିଲା। ସେଠି ଯେଉଁ ଝିଅ କିଶୋରୀ ବୟସରେ ପାଦ ରଖୁଥିଲେ, କିଛି ଦିନ ମଧ୍ୟରେ ସେମାନେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ ଏବଂ ଯେତେବେଳେ ତାଙ୍କୁ ଡାକ୍ତରଖାନାକୁ ନିଆଯାଉଥିଲା, ଡାକ୍ତର କେବଳ ଗୋଟିଏ କଥା କହୁଥିଲେ, ଏହି ଝିଅଟି ଗର୍ଭବତୀ ଅଛି। ଏହା ଶୁଣି ପରିବାର ଲୋକେ ସ୍ତବ୍ଧ ହୋଇଯାଉଥିଲେ। କେହି ବିଶ୍ୱାସ କରିପାରୁନଥିଲେ ଯେ ଏହା କିପରି ଘଟୁଥିଲା। ସେମାନେ ଭାବୁଥିଲେ ଝିଅଟିର କାହା ସହିତ ସମ୍ପର୍କ ନାହିଁ କିମ୍ବା ଘରକୁ କେହି ବାହାର ଲୋକ ମଧ୍ୟ ଆସୁନଥିଲେ, ତଥାପି ସେ କେମିତି ଗର୍ଭବତୀ ହେଉଥିଲା। ପ୍ରଥମେ ପ୍ରଥମେ ଲୋକମାନେ ଏହାକୁ ଗୋଟିଏ କିମ୍ବା ଦୁଇଟି ଘଟଣା ବୋଲି ଭାବି ନେଉଥିଲେ। ଯେତେବେଳେ ଏହି ଘଟଣା ସେଇ ଦୁଇଟା ଝିଅଙ୍କର ନୁହେଁ, ଆହୁରି 16ରୁ ଅଧିକାଂଶ ଝିଅଙ୍କ ସହିତ ହେଇ ବସିଲା, ସେତେବେଳେ ଗାଁରେ ଏକ ନୀରବତା ଖେଳିଗଲା। ପ୍ରତ୍ୟେକ ପରିବାରରେ କେବଳ ଗୋଟିଏ କଥା ଆଲୋଚନା କରୁଥିଲେ, ଏସବୁ କେମିତି ଘଟୁଛି। ଲୋକମାନେ ସେମାନଙ୍କ ଝିଅମାନଙ୍କ ଉପରେ ଏତେ କଠୋରତା ଲାଗୁ କରୁଥିଲେ ଯେ ସେମାନଙ୍କୁ ଘରୁ ବାହାରକୁ ପାଦ ଦେବାକୁ ମଧ୍ୟ ଅନୁମତି ଦେଉନଥିଲେ। ସନ୍ଧ୍ୟା ହେବା ଆଗରୁ ଘରର କବାଟ ବନ୍ଦ କରି ଦିଆଯାଉଥିଲା, ଝରକା ବନ୍ଦ କରି ଦିଆଯାଉଥିଲା ଏବଂ ରାତି ହେବା ମାତ୍ରେ ପୁରା ପରିବାରର ଲୋକମାନେ ଗୋଟିଏ ଜାଗାରେ ସାଙ୍ଗ ହୋଇ ଶୋଉଥିଲେ, ଯାହାଦ୍ୱାରା ଘର ଭିତରକୁ କୌଣସି ବାହାର ଲୋକ ପଶି ନ ପାରିବେ। କିନ୍ତୁ ସବୁଠାରୁ ଭୟର କଥା ଏଇଟା ଥିଲା ଯେ ଏତେ କଡ଼ା ନିୟମ ସତ୍ତ୍ୱେ ବି ସେଇ ଘଟଣା ବନ୍ଦ ହେଉନଥିଲା। ସେହିପରି ଏକ ଘଟଣା ସେଇ ଗାଁରେ ରହୁଥିବା ରଘୁନାଥଙ୍କ ସହିତ ଘଟିଥିଲା। ରଘୁନାଥ ସେଇ ଗାଁର ଜଣେ ସରଳ ନିରୀହ ଚାଷୀ ଥିଲେ। ତାଙ୍କର କାଜଲ ନାମରେ ଏକମାତ୍ର ଝିଅ ଥିଲା। କାଜଲକୁ ଏବେ ଏବେ 17 ବର୍ଷ ପୂରିଥିଲା। ନିରୀହ ଚେହେରା, ବଡ଼ ବଡ଼ ଆଖି ଏବଂ ସ୍ୱପ୍ନରେ ପରିପୂର୍ଣ୍ଣ ଜୀବନ ଥିଲା ତାର। କିନ୍ତୁ ସେ ଜାଣିନଥିଲା ଯେ ତା ଜୀବନ ଏପରି ଏକ ମୋଡ଼ରେ ପହଞ୍ଚିବାକୁ ଯାଉଛି ଯେଉଁଠାରୁ ଫେରିବା ତା ପାଇଁ ଏତେ ସହଜ ହେବ ନାହିଁ। ଗୋଟିଏ ଦିନ ହଠାତ୍ କାଜଲର ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଗଲା। ସେ ତଳେ ବସି କାନ୍ଦିବାକୁ ଲାଗିଲା। ତା ମା ଭୟଭୀତ ହୋଇଗଲେ ଓ କହିଲେ, କ'ଣ ହେଲା ଝିଅ ତୋର? ହଠାତ୍ ଏତେ ଯନ୍ତ୍ରଣା କାହିଁକି? କାଜଲ ଲୁହଭିଜା ଆଖିରେ କହିଲା, ମା, ମୋତେ ବହୁତ କଷ୍ଟ ହେଉଛି। ରଘୁନାଥ ସାଙ୍ଗେ ସାଙ୍ଗେ ତାକୁ ନେଇ ସହରରେ ଥିବା ହସ୍ପିଟାଲରେ ପହଞ୍ଚିଲା। ଡାକ୍ତର ପରୀକ୍ଷା କରି ଯାହା କହିଲେ, ସେଥିରେ ରଘୁନାଥର ପୁରା ଦୁନିଆ ଉଜୁଡ଼ିଗଲା। ତୁମର ଝିଅ ଗର୍ଭବତୀ ଅଛି। ଏହା ଶୁଣି ରଘୁନାଥଙ୍କ ହାତରୁ କାଗଜପତ୍ର ଖସି ପଡ଼ିଲା। ତାଙ୍କ ଆଖି ଆଶ୍ଚର୍ଯ୍ୟରେ ଭରିଗଲା। କ'ଣ? ଏହା କେମିତି ସମ୍ଭବ ଡାକ୍ତର ବାବୁ? ମୋ ଝିଅ ଘରୁ ବାହାରକୁ ମଧ୍ୟ ଯାଇନାହିଁ। ଡାକ୍ତର ଗମ୍ଭୀର ସ୍ୱରରେ କହିଲେ, ରିପୋର୍ଟ ସମ୍ପୂର୍ଣ୍ଣ ସତ୍ୟ, ଏହା ହିଁ ସତ୍ୟ। ରଘୁନାଥଙ୍କ ଆଖିରେ ଲୁହ ଝରି ଆସିଲା। ସେ ତଳେ ବସି ପଡ଼ି କାନ୍ଦିବାକୁ ଲାଗିଲେ ଆଉ କାନ୍ଦି କାନ୍ଦି କହୁଥିଲେ, ହେ ଭଗବାନ, ମୁଁ କେଉଁ ଜନ୍ମରେ କି ପାପ କରିଛି ଯେ ଆଜି ମୋତେ ଏସବୁ ଦେଖିବାକୁ ପଡ଼ୁଛି। ଘରକୁ ଫେରିବା ପରେ କାଜଲର ମା ତାକୁ ଧରି ପଚାରିଲେ, ସତ କହ କାଜଲ, ଏ ଛୁଆ କାହାର? ତୋର କୌଣସି ପୁଅ ସାଙ୍ଗରେ ସମ୍ପର୍କ ଅଛି? କାଜଲ ଜୋରରେ କାନ୍ଦିବାକୁ ଲାଗିଲା ଓ କହିଲା, ନା ମା, ମୁଁ ତୋ ରାଣ ପକେଇକି କହୁଛି, ମୋର କାହା ସହିତ କୌଣସି ସମ୍ପର୍କ ନାହିଁ। ମୁଁ ନିଜେ ମଧ୍ୟ ଜାଣିନାହିଁ ଏସବୁ କେମିତି ହେଲା। ଏସବୁ କହିଲା ବେଳେ ତା ଆଖିରେ ଭୟ ଓ ମନରେ ସତ୍ୟତା ଥିଲା। କିନ୍ତୁ ପରିସ୍ଥିତି ଏମିତି ଥିଲା ଯେ କେହି ତା କଥାକୁ ବିଶ୍ୱାସ କରୁନଥିଲେ। ଧୀରେ ଧୀରେ ଏହି ଖବର ଗାଁ ସାରା ବ୍ୟାପିଗଲା। ଲୋକମାନେ ନାନା ପ୍ରକାରର କଥା କହିବା ଆରମ୍ଭ କଲେ। କେହି ଜଣେ କହିଲା, ଏ ଗାଁର ସବୁ ଝିଅମାନେ ମିଛ କହୁଛନ୍ତି। ଆଉ କେତେଜଣ କହିଲେ, ନିଶ୍ଚୟ ଏଠି କିଛି ଲୁଚାଣିଆ ପାପ କାମ ହେଉଛି।
କିନ୍ତୁ ସତଟା କ'ଣ କେହି ଜାଣିନଥିଲେ। ରଘୁନାଥ ପୁରା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସେ ସମାଜକୁ କ'ଣ ଉତ୍ତର ଦେବେ ଜାଣିପାରୁନଥିଲେ। ଶେଷରେ ଗୋଟିଏ ଦିନ ସେ ଏହି ମାମଲାକୁ ସିଧାସଳଖ ସହରର ମହିଳା ଏସ୍ପିଙ୍କ ପାଖକୁ ନେବାକୁ ନିଷ୍ପତ୍ତି ନେଲେ। ପରଦିନ ସେ ତାଙ୍କ ଝିଅକୁ ନେଇ ସହରରେ ପହଞ୍ଚି ମହିଳା ଏସ୍ପି ସାକ୍ଷୀ ମିଶ୍ରଙ୍କ କାର୍ଯ୍ୟାଳୟକୁ ଗଲେ। ସାକ୍ଷୀ ମିଶ୍ର ଜଣେ କଠୋର ଏବଂ ସଚ୍ଚୋଟ ଅଧିକାରୀ ଥିଲେ, ଯାହାଙ୍କ ନାମ ଶୁଣି ବଡ଼ ବଡ଼ କୁଖ୍ୟାତ ଅପରାଧୀମାନେ ମଧ୍ୟ ଥରି ଉଠୁଥିଲେ। ରଘୁନାଥ ଯାଇ ତାଙ୍କ ସାମ୍ନାରେ ହାତ ଯୋଡ଼ି ଛିଡ଼ା ହୋଇ କାନ୍ଦି କାନ୍ଦି କହିଲେ, ମ୍ୟାଡ଼ାମ, ଦୟାକରି ଆମକୁ ଟିକେ ସାହାଯ୍ୟ କରନ୍ତୁ। ଆମର ପୁରା ଗାଁ ଗୋଟାକ ନଷ୍ଟ ହେବାକୁ ବସିଲାଣି। ସାକ୍ଷୀ ମିଶ୍ର ବଡ଼ ପାଟିରେ କହିଲେ, ଆରେ କ'ଣ ହେଇଛି? ଆଗେ ମୋତେ ସ୍ପଷ୍ଟ ଭାବରେ କୁହନ୍ତୁ। ରଘୁନାଥ ଥରି ଥରି କଣ୍ଠରେ ପୁରା କାହାଣୀ କହିଲେ, ମ୍ୟାଡ଼ାମ, ଆମ ଗାଁରେ ପ୍ରତ୍ୟେକ ଅବିବାହିତ ଯୁବତୀ ବିନା ବିବାହରେ ବିନା କୌଣସି ସମ୍ପର୍କରେ ଗର୍ଭବତୀ ହୋଇଯାଉଛନ୍ତି। ପ୍ରଥମେ ପ୍ରଥମେ ଏସ୍ପି ସାକ୍ଷୀ ମିଶ୍ରଙ୍କୁ ଲାଗିଲା ଯେ ଏହା କୌଣସି ମଜାକ। ସେ ହସିକି କହିଲେ, ଆପଣ ଇଏ କ'ଣ କହୁଛନ୍ତି? ଏଇଟା କେବେ ବି ସମ୍ଭବ ନୁହେଁ। କିନ୍ତୁ ଯେତେବେଳେ ରଘୁନାଥ କାନ୍ଦି କାନ୍ଦି କହିଲେ, ମ୍ୟାଡ଼ାମ, ଏହା କେବଳ ମୋ ଝିଅର କଥା ନୁହେଁ, ଏଇଟା ଗାଁର ପ୍ରାୟ 17ରୁ ଅଧିକ ଝିଅଙ୍କ କଥା। ସାକ୍ଷୀ ମିଶ୍ରଙ୍କ ମୁହଁ ଟିକେ ଗମ୍ଭୀର ହୋଇଗଲା। ତାଙ୍କ ଆଖିରେ ଏବେ ସନ୍ଦେହ ଏବଂ ଚିନ୍ତା ଉଭୟ ଦେଖାଯାଉଥିଲା। ସେ ତାଙ୍କ ଚେୟାରରେ ପଛକୁ ଆଉଜି ବସି ପଡ଼ିଲେ ଏବଂ ଏକ ଗଭୀର ନିଶ୍ୱାସ ନେଇ ମନେ ମନେ ଭାବିଲେ, ଏମାନେ କିଛି କଥା ଲୁଚଉଛନ୍ତି, ନଚେତ୍ ସେ ଗାଁରେ କୌଣସି ବଡ଼ ସମସ୍ୟା ଲୁଚି ରହିଛି ବୋଧେ। ସେ ତୁରନ୍ତ ଫୋନ୍ ଉଠାଇ ନିକଟସ୍ଥ ଥାନା ଅଧିକାରୀ ଧୀରୁ ସିଂଙ୍କୁ ତୁରନ୍ତ ଶିବପୁର ଯାଇ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଓ କହିଲେ, ମୋତେ ଏହାର ସମ୍ପୂର୍ଣ୍ଣ ରିପୋର୍ଟ ଦରକାର। ଫୋନ୍ ରଖିବା ପରେ ସାକ୍ଷୀ ମିଶ୍ର ଝରକା ପାଖରେ ଯାଇ ଠିଆ ହୋଇଗଲେ। ବାହାରେ ଥିଲା ସହରର ବ୍ୟସ୍ତବହୁଳ ଦୁନିଆ, କିନ୍ତୁ ତାଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଘୁରି ବୁଲୁଥିଲା, କ'ଣ ସତରେ ଏମିତି ଘଟିପାରେ, ନା ୟା ପଛରେ ଏମିତି କୌଣସି ସତ୍ୟ ଲୁଚି ରହିଛି ଯାହା ମାନବତାକୁ ଲଜ୍ଜିତ କରିଦେବ। ତାଙ୍କର କୌଣସି ଧାରଣା ନଥିଲା ଯେ ଏହି ମାମଲା କେବଳ ଏକ ତଦନ୍ତ ନୁହେଁ, ବରଂ ଏପରି ଏକ ଭୟଙ୍କର ସତ୍ୟ ଯାହା ପୁରା ଗାଁର ମୂଳଦୁଆକୁ ହଲାଇ ଦେବ। ଏବଂ ହେଇପାରେ ଏଇଟା ତାଙ୍କ ଜୀବନର ସବୁଠାରୁ ଭୟଙ୍କର ମାମଲା ହେବାକୁ ଯାଉଥିଲା। ବର୍ତ୍ତମାନ କେବଳ ଗୋଟିଏ ପ୍ରଶ୍ନ ଯେ ଶିବପୁର ଗାଁର ସେହି ନୀରବତା ପଛରେ କ'ଣ ଲୁଚି ରହିଥିଲା। ସାକ୍ଷୀ ମିଶ୍ରଙ୍କ ନିର୍ଦ୍ଦେଶ ଅନୁସାରେ ଚୁନାର ଥାନାର ଅଧିକାରୀ ଧୀରୁ ସିଂ ତାଙ୍କ ଦଳ ସହିତ ତୁରନ୍ତ ଶିବପୁର ଅଭିମୁଖେ ବାହାରିଲେ। ଅପରାହ୍ନର ସମୟ ଥିଲା, କିନ୍ତୁ ଗାଁରେ ପାଦ ଦେବା ମାତ୍ରେ ସେମାନେ ଏକ ଅଜବ ପ୍ରକାର ନୀରବତା ଅନୁଭବ କଲେ। ସାଧାରଣ ଏହି ସମୟରେ ଗାଁ ଗୁଡ଼ିକ ବହୁତ ଗହଳିପୂର୍ଣ୍ଣ ଥାଏ। ପିଲାମାନେ ଖେଳୁଥାନ୍ତି, ମହିଳାମାନେ ଗାଁ ଦାଣ୍ଡରେ ଛିଡ଼ା ହୋଇ କଥାବାର୍ତ୍ତା କରୁଥାନ୍ତି, ଚାଷୀମାନେ ସେମାନଙ୍କ କ୍ଷେତରୁ ଫେରୁଥାନ୍ତି। କିନ୍ତୁ ଏଠାରେ ପ୍ରତ୍ୟେକ ଘରର କବାଟ ବନ୍ଦ ଥିଲା, ଝରକା ଗୁଡ଼ିକ ମଧ୍ୟ ବନ୍ଦ ଥିଲା ଏବଂ ରାସ୍ତାଗୁଡ଼ିକ ପ୍ରାୟ ନିର୍ଜନ ଥିଲା। ଏପରି ଲାଗୁଥିଲା ଯେପରି ପୁରା ଗାଁଟା କୌଣସି ଅଦୃଶ୍ୟ ଭୟରେ ଫସି ରହିଛି। ପୋଲିସ ଗାଡ଼ି ଗାଁ ମଝିରେ ଅଟକି ଯିବା ମାତ୍ରେ ଲୋକମାନେ ଧୀରେ ଧୀରେ ଘର ଭିତରକୁ ବାହାରକୁ ଆସିବାକୁ ଲାଗିଲେ। କିଛି ସମୟ ମଧ୍ୟରେ ସେଠାରେ ଏକ ଭିଡ଼ ଜମା ହୋଇଗଲା। ସେଠି ଉପସ୍ଥିତ ଥିବା ପ୍ରତ୍ୟେକ ଗ୍ରାମବାସୀଙ୍କ ମୁହଁରେ ଚିନ୍ତା ସ୍ପଷ୍ଟ ଭାବରେ ଦେଖାଯାଉଥିଲା। କ'ଣ ଆଜି ସେହି ରହସ୍ୟର ଉତ୍ତର ମିଳିବ କି? ଥାନା ଅଧିକାରୀ ଧୀରୁ ସିଂ ଆଗକୁ ବଢ଼ି ଉଚ୍ଚ ସ୍ୱରରେ କହିଲେ, ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଏଠାକୁ ଆସିଛୁ। ସତ ଯାହା ହେଉନା କାହିଁକି ଆମକୁ ଖୋଲାଖୋଲି ଭାବରେ କୁହନ୍ତୁ। ଏହା ଶୁଣି ଅନେକ ଗାଁ ଲୋକ ଏକା ସାଙ୍ଗରେ କହିବାକୁ ଲାଗିଲେ, ଥାନା ବାବୁ, ଦୟାକରି ଆମ ଝିଅମାନଙ୍କୁ ରକ୍ଷା କରନ୍ତୁ। ଆମେମାନେ ପୁରା ବର୍ବାଦ ହୋଇଗଲୁଣି। ଆମେ କ'ଣ କରିବୁ ଜାଣିପାରୁନାହୁଁ। ଧୀରୁ ସିଂ ହାତ ଉଠାଇ ସମସ୍ତଙ୍କୁ ଶାନ୍ତ କରାଇଲେ ଓ କହିଲେ, ଆପଣମାନେ ଜଣ ଜଣ କରି ଆପଣଙ୍କ କାହାଣୀ ଶୁଣାନ୍ତୁ। ରଘୁନାଥ ପ୍ରଥମେ ଆଗକୁ ଆସିଲେ। ତାଙ୍କ ଆଖିରେ ନିଦ ନଥିଲା, ତାଙ୍କ ମୁହଁ କ୍ଳାନ୍ତ ଦେଖାଯାଉଥିଲା ଏବଂ ତାଙ୍କ ସ୍ୱରରେ ଯନ୍ତ୍ରଣା ସ୍ପଷ୍ଟ ଭାବରେ ବାରି ହୋଇଯାଉଥିଲା। ଥାନା ବାବୁ, ଆମେ ଆମ ଝିଅମାନଙ୍କୁ ଘରୁ ବାହାରକୁ ବାହାରିବାକୁ ଦେଉନୁ। ରାତିରେ ଆମେମାନେ ସମସ୍ତେ ନିଜ ନିଜ ଝିଅମାନଙ୍କୁ ଜଗିକି ଶୋଇଥାଉ। ଆମ ଘରମାନଙ୍କୁ କୌଣସି ବାହାର ଲୋକ ମଧ୍ୟ ଆସନ୍ତି ନାହିଁ। ତଥାପି ଆମ ଝିଅମାନେ ଗର୍ଭବତୀ କେମିତି ହେଉଛନ୍ତି? ଏହା ଶୁଣି ସେ ଥାନା ବାବୁ କିଛି ସମୟ ପାଇଁ ନୀରବ ରହିଲେ। ସେ ପାଖରେ ଠିଆ ହୋଇଥିବା ଲୋକଙ୍କୁ ଦେଖିଲେ। ସମସ୍ତଙ୍କ ମୁହଁରେ ସେହି ସମାନ ଭୟ, ସମାନ ଅସହାୟତା ଦେଖାଯାଉଥିଲା। ସେ ତାଙ୍କ ଦଳକୁ ଇଙ୍ଗିତ କରି ପୁରା ଗାଁର ତଲାସି ନିଅ ବୋଲି କହିଲେ। ପ୍ରତ୍ୟେକ ଘର, ପ୍ରତ୍ୟେକ କୋଣ ଯାଞ୍ଚ କର ଏବଂ ବିଶେଷ କରି ଯେଉଁ ଘରମାନଙ୍କରେ ଏପରି ଘଟଣା ସବୁ ଘଟୁଛି ସେଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦିଅ।
ପୋଲିସ ଦଳ ତୁରନ୍ତ ବିଭିନ୍ନ ଦିଗରେ ବିସ୍ତାରିତ ହୋଇଗଲେ। ପ୍ରତ୍ୟେକ ଘର ଖୋଜା ଆରମ୍ଭ ହୋଇଗଲା। କବାଟରେ ତାଲା, ଝରକାରେ ତାଲା, କାନ୍ଥର ଉଚ୍ଚତା ସବୁକିଛି ଭଲ ଭାବରେ ଯାଞ୍ଚ କରାଯାଉଥିଲା। କିନ୍ତୁ ଘଣ୍ଟା ଘଣ୍ଟା ତଦନ୍ତ ପରେ ମଧ୍ୟ ପୋଲିସକୁ କିଛି ସେମିତି ସନ୍ଦେହଜନକ ଦୃଶ୍ୟ ଦେଖିବାକୁ ମିଳିନଥିଲା। ନା କେହି ବଳପୂର୍ବକ ଘର ଭିତରକୁ ଯିବାର ଚିହ୍ନ, ନା କୌଣସି ସଂକେତ, ନା କୌଣସି ସୁରାଗ, ନା କୌଣସି ସାକ୍ଷୀ, ସେମିତି କିଛି ବି ସେଠି ଦେଖିବାକୁ ମିଳୁନଥିଲା। କିନ୍ତୁ ସତ ଏଇଆ ଯେ ସେଠି କିଛି ସ୍ୱାଭାବିକ ନଥିଲା। ସନ୍ଧ୍ୟା ପାଖେଇ ଆସୁଥିଲା। ସୂର୍ଯ୍ୟ ଧୀରେ ଧୀରେ ଅସ୍ତ ହେଉଥିଲେ ଏବଂ ତା ସହିତ ଗାଁରେ ଭୟ ଆହୁରି ବଢ଼ିବାକୁ ଲାଗିଥିଲା। ଲୋକମାନେ ନିଜ ନିଜ ଘରକୁ ଫେରିଗଲେ ଓ କବାଟ ବନ୍ଦ କରିଦେଲେ। ଏମିତି ଲାଗୁଥିଲା ଯେମିତି ରାତି ସେହି ଗାଁ ପାଇଁ କୌଣସି ଭୟଙ୍କର ବିପଦ ଆଣିବା ପରି ମନେ ହେଉଥିଲା। ପୁଣି ଥରେ ସେଇ ଥାନା ଅଧିକାରୀ ଧୀରୁ ସିଂ ସେ ଗାଁ ଲୋକଙ୍କୁ ଏକାଠି କରି ପଚାରିଲେ ଯେ କେହି କେବେ କିଛି ଅଦ୍ଭୁତ ଦୃଶ୍ୟ ଦେଖିଛନ୍ତି କି? ଯେମିତି କୌଣସି ଶବ୍ଦ, କାହାର ଛାଇ କିମ୍ବା କିଛି ସନ୍ଦେହଜନକ ଦୃଶ୍ୟ। ସେଇ ଗାଁର ଜଣେ ବୃଦ୍ଧ ବ୍ୟକ୍ତି ଥରି ଥରି କଣ୍ଠରେ କହିଲେ, ଥାନା ବାବୁ, ପ୍ରାୟ ସମୟରେ ରାତିରେ କୁକୁରମାନେ ବହୁତ ଭୁକିଥାନ୍ତି, କିନ୍ତୁ ଯେତେବେଳେ ଆମେ ବାହାରକୁ ଯାଉ ସେଠି ଆମେ କାହାକୁ ଦେଖିନଥାଉ। ଜଣେ ମହିଳା କହିଲେ, କେତେବେଳେ ଆମକୁ ବହୁତ ଗାଢ଼ା ନିଦ ହୋଇଯାଏ, ଏମିତି ଲାଗେ ଯେପରି କେହି ଆମକୁ ନିଦରୁ ଉଠାଇବାକୁ ଦେଉନାହିଁ। ଏହା ଶୁଣିବା ପରେ ଥାନା ଅଧିକାରୀ ଧୀରୁ ସିଂ ଟିକେ ଚିନ୍ତାରେ ପଡ଼ିଗଲେ ଓ ସେ ମନେ ମନେ ଚିନ୍ତା କଲେ ଯେ କିଛି ତ ଗଡ଼ବଡ଼ ଅଛି ଏଠି। କିନ୍ତୁ ବିନା ପ୍ରମାଣରେ ସେ କିଛି ବି କରିପାରୁନଥିଲେ। ରାତି ହେବା ପୂର୍ବରୁ ଧୀରୁ ସିଂ ତାଙ୍କ ପୋଲିସ ଟିମ୍କୁ ଡାକି ସହରକୁ ଫେରିବାକୁ ନିର୍ଦ୍ଦେଶ ଦେଲେ। ପରଦିନ ସକାଳୁ ସେ ସିଧା ପୋଲିସ ଷ୍ଟେସନ ଯାଇ ଏସ୍ପି ସାକ୍ଷୀ ମିଶ୍ରଙ୍କ କାର୍ଯ୍ୟାଳୟକୁ ଗଲେ ଏବଂ ତାଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କଲେ। ମ୍ୟାଡାମ, ଆମେ ପୁରା ଗାଁ ଖୋଜାଖୋଜି କଲୁ, କିନ୍ତୁ କୌଣସି ପ୍ରମାଣ ପାଇଲୁ ନାହିଁ। ସେଠି ପ୍ରତ୍ୟେକ ଘରର କବାଟ ସବୁ ଠିକ୍ଠାକ୍ ଥିଲା। ଝରକା ଗୁଡ଼ିକ ମଧ୍ୟ ଠିକ୍ ଥିଲା। ଦେଖିଲେ ଏମିତି ମନେ ହେଉଥିଲା ଘରଗୁଡ଼ିକ ପୁରା ସୁରକ୍ଷିତ ଥିଲା। ସାକ୍ଷୀ ମିଶ୍ର ଧ୍ୟାନର ସହିତ ଧୀରୁ ସିଂଙ୍କ କଥା ଶୁଣୁଥିଲେ। ସେତେବେଳେ ଏସ୍ପି ସାକ୍ଷୀ ମିଶ୍ରଙ୍କ ଆଙ୍ଗୁଠି ଗୁଡ଼ିକ ଟେବୁଲ ଉପରେ ଧୀରେ ଧୀରେ ଘୁଞ୍ଚୁଥିଲା। ଯେତେବେଳେ ସେ ଗଭୀର ଚିନ୍ତାରେ ପଡ଼ିଯାଆନ୍ତି ସେତେବେଳେ ଏହା ତାଙ୍କର ଏକ ଅଭ୍ୟାସ ଥିଲା। ଏବଂ ସେ ଧୀରୁ ସିଂଙ୍କୁ ପଚାରିଲେ, ଗାଁ ଲୋକେ କ'ଣ କହିବାକୁ ଚାହୁଁଛନ୍ତି? ଧୀରୁ ସିଂ କହିଲେ, ମ୍ୟାଡାମ, ସେମାନେ ସମସ୍ତେ ସେହି ଗୋଟିଏ କଥା କହୁଛନ୍ତି। ତାଙ୍କ ଝିଅମାନଙ୍କର କାହା ସହିତ କୌଣସି ସମ୍ପର୍କ ନାହିଁ ଏବଂ ମୁଁ ସେଠି ସେମାନଙ୍କୁ ଦେଖି ଅନୁଭବ କଲି ଯେ ସମସ୍ତେ ସତ କହୁଥିଲେ। କିଛି ସମୟ ପାଇଁ ସାକ୍ଷୀ ମିଶ୍ର ନୀରବ ରହିଲେ। ତାପରେ ସେ ଧୀର ସ୍ୱରରେ କହିଲେ, ଯଦି ସେଠି କେହି ଘର ଭିତରକୁ ଅନ୍ୟ କେହି ଆସିପାରୁନାହାନ୍ତି ଏବଂ ତାପରେ ମଧ୍ୟ ଏପରି ଘଟଣା ସବୁ ଘଟୁଛି, ତେବେ ଏହାର ଅର୍ଥ ହେଉଛି ଆମେ କିଛି ଦେଖିପାରୁନାହୁଁ କିମ୍ବା ଏପରି କିଛି ପଦ୍ଧତି ବ୍ୟବହାର କରାଯାଉଛି ଯାହା ଆମ ବୁଝିବା କ୍ଷମତାର ବାହାରେ। ସେ ତାଙ୍କ ଚେୟାରରୁ ଉଠି ଝରକା ଆଡ଼କୁ ଚାହିଁଲେ। ତାଙ୍କ ଆଖିରେ ଏବେ ଏକ ଭିନ୍ନ ପ୍ରକାରର ଚମକ ଥିଲା, ଯେପରି ଏକ ଅଦ୍ଭୁତ ରହସ୍ୟ ସମାଧାନ କରିବାର ଆଗ୍ରହ ଜାଗ୍ରତ ହେଉଥିଲା ତାଙ୍କ ମନରେ। ସେ ବୁଲିପଡ଼ି ଧୀରୁ ସିଂଙ୍କୁ ଅନାଇ କହିଲେ, ମୁଁ ନିଜେ ଏହି ମାମଲା ସମାଧାନ କରିବି। ଇନ୍ସପେକ୍ଟର ଧୀରୁ ସିଂ ଆଶ୍ଚର୍ଯ୍ୟ ହୋଇଗଲେ ଓ କହିଲେ, ମ୍ୟାଡାମ, ଆପଣ ନିଜେ? ସାକ୍ଷୀ ମିଶ୍ର ସାମାନ୍ୟ ହସି କହିଲେ, ହଁ, ମୁଁ। କାରଣ ଏହି ମାମଲା ଆଉ କେବଳ ଏକ ମାମଲା ନୁହେଁ, ଏହା ଏକ ବଡ଼ ଚ୍ୟାଲେଞ୍ଜ ପାଲଟି ଯାଇଛି। ସେହି ରାତିରେ ସାକ୍ଷୀ ମିଶ୍ର ଫାଇଲ ଗୁଡ଼ିକ ପୁଣି ଖୋଲିଲେ। ସେ ପ୍ରତ୍ୟେକ ମାମଲାକୁ ଭଲ ଭାବରେ ଅଧ୍ୟୟନ କଲେ। ପ୍ରତ୍ୟେକ ଝିଅର ବୟସ, ପ୍ରତ୍ୟେକ ଘଟଣାର ସମୟ, ପ୍ରତ୍ୟେକ ପରିବାରର ପରିସ୍ଥିତି ଏବଂ ସେ ଦେଖିଲେ ପ୍ରତ୍ୟେକ ମାମଲାରେ ଗୋଟିଏ ଜିନିଷ ସାଧାରଣ ଥିଲା ଯେ ଘଟଣାଟି ସବୁବେଳେ ରାତିରେ ଘଟୁଥିଲା ଏବଂ କେହି କିଛି ଦେଖିପାରୁନଥିଲେ। ସେ ନିଜେ ନିଜକୁ ପ୍ରଶ୍ନ କରୁଥିଲେ, ହୁଏତ ସେଇ ଗାଁ ଲୋକମାନେ ମିଛ କହୁଛନ୍ତି, ନହେଲେ କେହି ଅଛି ଯିଏ ଏପରି ଖେଳ ଖେଳୁଛି ହେଲେ ସାମ୍ନାକୁ ଆସୁନାହିଁ। ହଠାତ୍ ତାଙ୍କ ମନରେ ଏକ ବିଚାର ଆସିଲା। ସେ ତୁରନ୍ତ ତାଙ୍କ ଡାଏରୀ ଉଠାଇ ସେଥିରେ କିଛି ନୋଟିସ ଲେଖିଲେ। ପରଦିନ ସକାଳେ ସେ ତାଙ୍କ କର୍ମଚାରୀଙ୍କୁ ଡାକି ସ୍ପଷ୍ଟ ଭାବରେ କହିଲେ, ଏହି ମାମଲା ବିଷୟରେ ସୂଚନା ବହୁତ କମ୍ ଲୋକଙ୍କ ପାଖରେ ରଖାଯିବ ଏବଂ ମୁଁ ନିଜେ ଶିବପୁର ଯିବି, କିନ୍ତୁ ଜଣେ ଅଧିକାରୀ ଭାବରେ ନୁହେଁ। ଇନ୍ସପେକ୍ଟର ଧୀରୁ ସିଂ ପଚାରିଲେ, ତାହେଲେ କେଉଁ ରୂପରେ ଯିବେ ଆପଣ? ମ୍ୟାଡାମ, ସାକ୍ଷୀ ମିଶ୍ର ସାମାନ୍ୟ ହସି ଉତ୍ତର ଦେଲେ, ଜଣେ ଏମିତିକା ମହିଳା ଭାବରେ ଯିବି ଯାହାକୁ କେହି ଚିହ୍ନି ପାରିବେ ନାହିଁ। କିଛି ଘଣ୍ଟା ପରେ ସେ ସହରର ସବୁଠାରୁ କଠୋର ଏବଂ ତୀକ୍ଷ୍ଣ ସ୍ୱଭାବର ଏସ୍ପି ଜଣେ ଭିକାରିଣୀ ବେଶରେ ପରିଣତ ହୋଇଥିଲେ। ଏକ ମଇଳା ଶାଢ଼ୀ,
ମୁଣ୍ଡରେ ଅରୁଆ ଚୁଟି, କାନ୍ଧରେ ଏକ ଛିଣ୍ଡା ବ୍ୟାଗ୍ ଏବଂ ମୁହଁରେ ଏକ ଥକାପଣର ଅଭିନୟ। ଏବେ ସେ ଆଉ ଏସ୍ପି ସାକ୍ଷୀ ମିଶ୍ର ନଥିଲେ, ବରଂ ଜଣେ ଅପରିଚିତ ମହିଳା ଥିଲେ, ଯିଏ ରାତି ବିତେଇବା ପାଇଁ ଜାଗାଟିଏ ଖୋଜୁଥିଲେ। ଅପରାହ୍ନ ସୁଦ୍ଧା ସେ ଶିବପୁରରେ ପହଞ୍ଚିଲେ। ଗାଁ ଲୋକମାନେ ତାଙ୍କୁ ଦେଖୁଥିଲେ, କିନ୍ତୁ କେହି ତାଙ୍କ ଉପରେ ଏତେ ବିଶେଷ ଧ୍ୟାନ ଦେଉନଥିଲେ। ସେ ଧୀରେ ଧୀରେ ରାସ୍ତାରେ ବୁଲୁଥିଲେ। ପ୍ରତ୍ୟେକ ଘର, ପ୍ରତ୍ୟେକ ରାସ୍ତା, ପ୍ରତ୍ୟେକ କୋଣକୁ ସତର୍କତାର ସହିତ ଦେଖୁଥିଲେ। ସେ ସ୍ପଷ୍ଟ ଭାବରେ ଦେଖିପାରୁଥିଲେ ଯେ ଭୟ କେବଳ ସେହି ଲୋକଙ୍କ ହୃଦୟରେ ନଥିଲା, ବରଂ ସେହି ଗାଁର ବାୟୁମଣ୍ଡଳରେ ବ୍ୟାପି ଯାଇଥିଲା। ଯେମିତି ସନ୍ଧ୍ୟା ହେବାକୁ ବସିଲା, ଗାଁରେ ଲୋକମାନେ ଚଳପ୍ରଚଳ କମିବାକୁ ଲାଗିଲା। ଘରର କବାଟଗୁଡ଼ିକ ମଧ୍ୟ ବନ୍ଦ ହୋଇ ବସିଲା। ଲୋକଙ୍କର କଥାବାର୍ତ୍ତା ମଧ୍ୟ ବନ୍ଦ ହୋଇଗଲା ଓ ଗାଁରେ ଏକ ନୀରବତା ଖେଳିଗଲା। ସାକ୍ଷୀ ମିଶ୍ର ଏକ ଦୀର୍ଘ ନିଶ୍ୱାସ ନେଇ ମନକୁ ମନ କହିଲେ, ଏବେ ଅସଲ ଖେଳ ଆରମ୍ଭ ହେବ। ସେ ସିଧା ରଘୁନାଥର ଘର ଆଡ଼କୁ ଗଲେ। ସେଇ ରଘୁନାଥ ଯିଏ କିଛି ଦିନ ପୂର୍ବରୁ ତାଙ୍କ ଆଗରେ ହାତ ଯୋଡ଼ି ସାହାଯ୍ୟ ମାଗିଥିଲେ। ଆଜି ସେ ତାଙ୍କ ମିଶନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ହେବାକୁ ଯାଉଥିଲା। କବାଟ ପାଖରେ ପହଞ୍ଚି ସେ ଧୀର ସ୍ୱରରେ ଡାକିଲେ, ଭାଇ, ଏବେ ବହୁତ ରାତି ହୋଇଗଲାଣି। କ'ଣ ଆଜି ରାତିକ ରହିବା ପାଇଁ ଆପଣଙ୍କ ଘରେ ଟିକେ ଜାଗା ମିଳିବ କି? କବାଟ ପଛରେ ଠିଆ ହୋଇଥିବା ରଘୁନାଥ ଏପର୍ଯ୍ୟନ୍ତ ଜାଣିନଥିଲେ ଯେ ସେ ଯେଉଁ ମହିଳାକୁ ତାଙ୍କ ଘରେ ଆଶ୍ରୟ ଦେବାର ନିର୍ଣ୍ଣୟ ନେଇଛନ୍ତି, ଏବେ ସେ ହିଁ ସେ ଗାଁର ଭୟଙ୍କର ରହସ୍ୟର ପର୍ଦ୍ଦାଫାଶ କରିବେ। ରଘୁନାଥ ଯେମିତି କବାଟ ଖୋଲିଲେ, ସେ ଦେଖିଲେ ତାଙ୍କ ସାମ୍ନାରେ ଏକ ଭିକାରୁଣୀ ଛିଡ଼ା ହୋଇଛି, ଯାହାର ମୁକୁଳା କେଶ, କାନ୍ଧରେ ଏକ ଛିଣ୍ଡା ବ୍ୟାଗ୍ ଓ ଅସହାୟ ଚେହେରା। ଏହା ଦେଖି ରଘୁନାଥର ହୃଦୟ ତରଳିଗଲା। ସେ ଧୀର ସ୍ୱରରେ କହିଲେ, ଠିକ୍ ଅଛି ଭଉଣୀ, ଭିତରକୁ ଆସ। କିନ୍ତୁ ଶୁଣ ଭଉଣୀ, ଆଜିକାଲି ଗାଁର ପରିବେଶ ଭଲ ନାହିଁ, ତେଣୁ ବାହାରେ ବେଶୀ ବୁଲିବ ନାହିଁ। ସାକ୍ଷୀ ମିଶ୍ର ଏବେ ଭିକାରୀଙ୍କ ବେଶରେ ଥିଲେ, ସେଥିପାଇଁ ସେ ଟିକିଏ ମୁଣ୍ଡ ହଲାଇ ଭିତରକୁ ଆସିଲେ। ସେ ଘର ଭିତରର ପ୍ରତ୍ୟେକ କୋଣକୁ ଦେଖୁଥିଲେ। କବାଟଗୁଡ଼ିକ ବହୁତ ମଜବୁତ ଥିଲା ଏବଂ ଝରକା ସବୁ ବନ୍ଦ ଥିଲା। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଥିଲା ଯେ ପରିବାରର ସବୁ ଲୋକଙ୍କ ବିଛଣା ଗୋଟିଏ ଜାଗାରେ ପକା ହୋଇଥିଲା। ଏହାର ଅର୍ଥ ଥିଲା ଯେ ଗାଁ ଲୋକମାନେ ଯାହା କହୁଥିଲେ ତାହା ସତ୍ୟ। ସେ ମନେ ମନେ ଭାବୁଥିଲେ ଯେ ଏତେ ସତର୍କତାର ସହିତ ରହିବା ସତ୍ତ୍ୱେ ମଧ୍ୟ ଏସବୁ ଘଟଣା ଘଟୁଛି। ପ୍ରକୃତରେ ଏହି ଘଟଣାଗୁଡ଼ିକ ବଡ଼ ଅସମ୍ଭବ। ରଘୁନାଥ ତାଙ୍କ ପାଇଁ କବାଟ ପାଖରେ ଏକ ଖଟିଆ ପକାଇଦେଲା ଓ କହିଲା, ଭଉଣୀ, ତୁମେ ଏଇଠି ଶୋଇପଡ଼, ଆମେମାନେ ଭିତରେ ଶୋଇପଡ଼ୁଛୁ। ସାକ୍ଷୀ ମିଶ୍ର ତାଙ୍କୁ ଧନ୍ୟବାଦ ଦେଇ ଚୁପଚାପ ସେଇ ଖଟିଆ ଉପରେ ବସି ପଡ଼ିଲେ। କିଛି ସମୟ ପରେ ତାଙ୍କୁ ଖାଇବା ମଧ୍ୟ ଆଣିଦେଲେ। ସେ ଧୀରେ ଧୀରେ ଖାଇଦେଲେ, କିନ୍ତୁ ତାଙ୍କର ଧ୍ୟାନ ପ୍ରତ୍ୟେକ ଶବ୍ଦ, ପ୍ରତ୍ୟେକ ଗତିବିଧି ଉପରେ ରହିଥିଲା। ତାଙ୍କ ଆଖି ହୁଏତ କ୍ଳାନ୍ତ ହୋଇଯାଇଥିଲା, କିନ୍ତୁ ତାଙ୍କ ମନ ସମ୍ପୂର୍ଣ୍ଣ ଭାବରେ ସତର୍କ ଥିଲା। ରାତି ବଢ଼ିବାକୁ ଲାଗିଲା ଓ ଗାଁରେ ନୀରବତା ଖେଳି ଯାଇଥିଲା। ଦୂରରୁ କୁକୁରଙ୍କ ଭୁକିବାର ଶବ୍ଦ ମଧ୍ୟ ଆସୁଥିଲା ଓ ବେଳେବେଳେ ଆସୁଥିଲା ହାଲୁକା ପବନର କବାଟଗୁଡ଼ିକ ହଲିଯାଉଥିଲା। ଧୀରେ ଧୀରେ ଘର ଭିତରେ ସମସ୍ତେ ଶୋଇପଡ଼ିଲେ। ରଘୁନାଥ, ତାଙ୍କ ସ୍ତ୍ରୀ ଏବଂ ସେମାନଙ୍କ ଝିଅ ସମସ୍ତେ ଗଭୀର ନିଦ୍ରାରେ ଶୋଇପଡ଼ିଥିଲେ। ସାକ୍ଷୀ ମିଶ୍ର ଖଟିଆରେ ଶୋଇଥିଲେ, କିନ୍ତୁ ଆଖି ବନ୍ଦ କରି ମଧ୍ୟ ସେ ସବୁକିଛି ଦେଖିପାରୁଥିଲେ। ସେ ଘଣ୍ଟାକୁ ଚାହିଁଲେ। ରାତି 11:45 ହୋଇଥିଲା। ତାଙ୍କ ଛାତି ବହୁତ ଜୋରରେ ଥରିବାକୁ ଲାଗିଲା। ଯଦି ଏଠି କିଛି ଘଟୁଛି, ତେବେ ଆଜି ରାତି ମଧ୍ୟ ନିଶ୍ଚିନ୍ତ ଭାବରେ ଘଟିବ। 12ଟା ବାଜିବା ମାତ୍ରେ ସେ ଧୀରେ ଧୀରେ ଆଖି ଖୋଲିଲେ। ଚାରିପାଖରେ ସମ୍ପୂର୍ଣ୍ଣ ନୀରବତା ଥିଲା। ସେ କୌଣସି ଶବ୍ଦ ନ କରି ଉଠି ପଡ଼ିଲେ। ଧୀରେ ଧୀରେ ସେ କବାଟ ଖୋଲି ବାହାରକୁ ଚାଲିଗଲେ ଏବଂ ସେ ଗାଁର ରାସ୍ତାରେ ଥିଲେ। ଅନ୍ଧାର, ନୀରବତା ଏବଂ ପ୍ରତ୍ୟେକ ପାଦ ଶବ୍ଦ ସହିତ ଏକ ଅଦ୍ଭୁତ ଭୟ ତାଙ୍କୁ ଅନୁଭବ ହେଉଥିଲା। ସାକ୍ଷୀ ମିଶ୍ର ଧୀରେ ଧୀରେ ଚାଲୁଥିଲେ। ସେ ସବୁ ଘରକୁ ଦେଖୁଥିଲେ। ସବୁ ଘର ବନ୍ଦ ଥିଲା, ଯେପରି ଭିତରେ ଲୋକମାନେ ନୁହନ୍ତି, ବରଂ ସେମାନଙ୍କ ଭୟ ବନ୍ଦ ହୋଇ ରହିଛି। ହଠାତ୍ ତାଙ୍କ ନଜର ଗାଁର ଶେଷ ମୁଣ୍ଡରେ ଥିବା ଏକ ପୁରୁଣା ଭଙ୍ଗା ଘର ଉପରେ ପଡ଼ିଲା। ଦିନବେଳେ ସେ ଯେତେବେଳେ ସେ ଗାଁରେ ବୁଲୁଥିଲେ, ସେତେବେଳେ ସେହି ଭଙ୍ଗା ଘରଟିକୁ ଦେଖିଥିଲେ, କିନ୍ତୁ ଏବେ ରାତିର ଅନ୍ଧାରରେ ସେହି ଜାଗାଟି ଆହୁରି ଭୟଙ୍କର ଦେଖାଯାଉଥିଲା। ସେ ମନେ ମନେ ଭାବିଲେ, କିଛି ତ ଅଛି ଏଠି। ସେ ଧୀରେ ଧୀରେ ସେହି ଭଙ୍ଗା ଘର ଆଡ଼କୁ ଯିବାକୁ ଲାଗିଲେ। ଯେତେବେଳେ ସେ ସେହି ଘର ପାଖରେ ପହଞ୍ଚିଗଲେ, ସେ ସେଠି କିଛି ଶବ୍ଦ ଶୁଣିବାକୁ ପାଇଲେ, ଯେମିତି କେହି ମଦ ନିଶାରେ ଟଳମଳ ହୋଇ ଚାଲୁଥିଲା। ସାକ୍ଷୀ ମିଶ୍ର ତୁରନ୍ତ ଏକ ଭଙ୍ଗା କାନ୍ଥ ପଛରେ ଲୁଚିଗଲେ ଓ ସେ ଦେଖିଲେ କିଛି ସେକେଣ୍ଡ ପରେ ସେହି ଭଙ୍ଗା ଘରୁ 2 ଜଣ ଲୋକ ବାହାରକୁ ଆସୁଥିଲେ।
ସେମାନଙ୍କ ଚାଲୁଥିବା ସମୟରେ ତାଙ୍କ ପାଦ ଟଳମଳ ହେଉଥିଲା। ସେମାନଙ୍କ ହାତରେ ମଦ ବୋତଲ ଏବଂ ମୁହଁରେ ଏକ ଅଦ୍ଭୁତ ହସ ଥିଲା। ସେମାନଙ୍କ ଆଖିକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଥିଲା ଯେ ସେହି ଲୋକମାନେ ସାଧାରଣ ନୁହନ୍ତି। ସାକ୍ଷୀ ମିଶ୍ରଙ୍କ ଆଖି ସେମାନଙ୍କ ଉପରେ ଅଟକିଗଲା। ସେ ମନେ ମନେ ଚିନ୍ତା କଲେ, ଏହି ଲୋକମାନେ କିଏ ଏବଂ ଏତେ ରାତିରେ ଏହି ସମୟରେ ଏମାନେ ଏଠି କ'ଣ କରୁଥିଲେ? ସେ ଚୁପଚାପ ସେମାନଙ୍କ ପଛେ ପଛେ ଗଲେ। ସେ ଦୁଇ ଜଣ ବ୍ୟକ୍ତି ଧୀରେ ଧୀରେ ଗାଁ ଆଡ଼କୁ ଚାଲିଗଲେ ଏବଂ ତାପରେ ହଠାତ୍ ଏକ ଘର ପାଖରେ ଯାଇ ଅଟକିଗଲେ। ସାକ୍ଷୀ ମିଶ୍ରଙ୍କ ନିଶ୍ୱାସ ବନ୍ଦ ହୋଇଗଲା। ସେ ଦେଖିଲେ ଯେ ଜଣେ ବ୍ୟକ୍ତି କାନ୍ଥ ଚଢ଼ି ଭିତରକୁ ଡେଇଁ ପଡ଼ିଲା। କିଛି ସେକେଣ୍ଡ ପରେ ସେ ଭିତରୁ ଘରର ସାମ୍ନା କବାଟ ଖୋଲିଦେଲା ଏବଂ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଭିତରକୁ ପଶିଗଲା। ଏହା ଦେଖି ସାକ୍ଷୀ ମିଶ୍ର ତାଜ୍ଜୁବ ହୋଇଗଲେ ଓ ମନେ ମନେ ଭାବିଲେ, ଓ ତାହେଲେ ଏଇଟା ହେଉଛି ତାଙ୍କ ଯିବାର ରାସ୍ତା। ଏବେ ସେ ନିଶ୍ଚିନ୍ତ ହୋଇଗଲେ ଯେ ଏହି ଲୋକମାନେ ହେଉଛନ୍ତି ସେ ରହସ୍ୟର ଚାବିକାଠି। ସେ ତୁରନ୍ତ ସେହି ଘର ପାଖକୁ ଗଲେ, କିନ୍ତୁ କିଛି ଦୂରତା ରଖି, ଯେମିତି କେହି ତାଙ୍କୁ ଦେଖି ନ ପାରିବେ। ସେ ତାଙ୍କର ବନ୍ଧୁକ ବାହାର କରି ବାହାରେ ଅପେକ୍ଷା କଲେ। ପ୍ରାୟ ଅଧା ଘଣ୍ଟା ପରେ କବାଟ ପୁଣି ଥରେ ଖୋଲିଲା। ସେ ଦୁଇ ଜଣ ଲୋକ ବାହାରୁ ଆସିଲେ, ହେଲେ ସେମାନଙ୍କ ଚାଲିରୁ ଜଣାପଡ଼ୁଥିଲା ଯେମିତି ସେମାନେ କିଛି କାଣ୍ଡ କରିକି ଫେରିଛନ୍ତି। ବାସ୍ ଏହି ମୁହୂର୍ତ୍ତକୁ ସାକ୍ଷୀ ମିଶ୍ର ଅପେକ୍ଷା କରିଥିଲେ। ସେ ଶୀଘ୍ର ସେମାନଙ୍କ ସାମ୍ନାକୁ ଯାଇ ଚିଲେଇବାକୁ ଲାଗିଲେ, ରହିଯାଅ! ଯଦି ଆଉ ଗୋଟିଏ ପାଦ ଆଗକୁ ବଢ଼େଇଛ ତାହେଲେ ମୁଁ ତୁମ ଦୁଇ ଜଣଙ୍କୁ ଗୁଳି କରିଦେବି। ସେ ଦୁଇ ଜଣ ଲୋକ ହଠାତ୍ ସେଠି ଅଟକିଗଲେ। ସେମାନେ ଚମକି ପଡ଼ିଲେ, ତାପରେ ଜୋରରେ ହସିବାକୁ ଲାଗିଲେ। ସେ ଦୁଇ ଜଣଙ୍କ ଭିତରୁ ଜଣେ କହିବାକୁ ଲାଗିଲା, ଆରେ ଇଏ ତ ସେଇ ଭିକାରୁଣୀ। ତାପରେ ଆଉ ଜଣେ ଲୋକ କହିଲା, ଏ ଭିକାରୁଣୀ ଆମ ସାମ୍ନାରୁ ହଟିଯା, ନହେଲେ ତତେ ବି ଉଠାଇ ନେଇଯିବୁ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସାକ୍ଷୀ ମିଶ୍ର ପବନରେ ଏକ ଗୁଳି ଚଳାଇଦେଲେ। ଗୁଳିର ଶବ୍ଦ ସାରା ଗାଁରେ ପ୍ରତିଧ୍ୱନିତ ହୋଇଗଲା। ଏବେ ସେ ଦୁଇ ଜଣ ଲୋକ ବହୁତ ଭୟଭୀତ ହୋଇଗଲେ। କିଛି ସେକେଣ୍ଡ ମଧ୍ୟରେ ସବୁ ଗାଁ ଲୋକମାନେ ନିଜ ନିଜ ଘରୁ ବାହାରି ଆସିଲେ। ସବୁ ଲୋକମାନେ ଯେଉଁଠାରୁ ଗୁଳି ଫୁଟିବାର ଶବ୍ଦ ଆସୁଥିଲା ସେହି ଦିଗକୁ ଦୌଡ଼ୁଥିଲେ। ରଘୁନାଥ ମଧ୍ୟ ସେଠାକୁ ଦୌଡ଼ିଗଲେ ଏବଂ ଯେତେବେଳେ ସେ ତାଙ୍କ ଘରେ ଥିବା ଭିକାରୀ ମହିଳାକୁ ଦୁଇ ଜଣଙ୍କ ଆଡ଼କୁ ବନ୍ଧୁକ ଦେଖାଇ ଠିଆ ହୋଇଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଲେ, କ'ଣ ହେଉଛି ଏସବୁ? ସାକ୍ଷୀ ମିଶ୍ର ସମୟ ନଷ୍ଟ ନ କରି ଜୋରରେ ଚିତ୍କାର କରି କହିଲେ, ଏ ଦୁଇ ଜଣଙ୍କୁ ଧର। ଏମାନେ ସେହି ଲୋକ ଯେଉଁମାନେ ତୁମର ଗାଁର ବର୍ବାଦୀ ପାଇଁ ଦାୟୀ। ଗାଁ ଲୋକେ ପ୍ରଥମେ ଟିକେ ସଂକୋଚ କଲେ, କିନ୍ତୁ ତାପରେ କ୍ରୋଧିତ ହୋଇ ସମସ୍ତେ ଏକାଠି ସେ ଦୁଇ ଜଣଙ୍କ ଉପରେ ଆକ୍ରମଣ କଲେ। କିଛି ମୁହୂର୍ତ୍ତ ମଧ୍ୟରେ ଗାଁ ଲୋକମାନେ ସେ ଦୁଇ ଜଣଙ୍କୁ ଧରିନେଲେ। ସେମାନେ ଖସିଯିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେମାନଙ୍କ ପାଖରେ ଖସିଯିବାକୁ ଆଉ କୌଣସି ବାଟ ନଥିଲା। ସାକ୍ଷୀ ମିଶ୍ର ତୁରନ୍ତ ଫୋନ୍ କରି ପୋଲିସ ଦଳଙ୍କୁ ଖବର ଦେଲେ ଓ କହିଲେ, ଲୋକେସନ୍ ଟ୍ରାକ୍ କରି ସାଙ୍ଗେ ସାଙ୍ଗେ ଆସି ଏଠି ପହଞ୍ଚ। ମୁଁ ସେ ସନ୍ଦିଗ୍ଧ ଲୋକମାନଙ୍କୁ ଧରିସାରିଛି। କିଛି ମୁହୂର୍ତ୍ତ ମଧ୍ୟରେ ପୋଲିସ ଗାଡ଼ି ଆସି ଗାଁରେ ପହଞ୍ଚିଲା। ସେ ଦୁଇ ଜଣ ଅଭିଯୁକ୍ତଙ୍କୁ ହାତକଡ଼ିରେ ବାନ୍ଧିଥିଲେ, ହେଲେ ଗାଁ ଲୋକମାନେ ଏପର୍ଯ୍ୟନ୍ତ ମଧ୍ୟ ସ୍ତବ୍ଧ ଥିଲେ। ସେମାନେ ବୁଝିପାରୁନଥିଲେ ଯେ ଏସବୁ କ'ଣ ଘଟୁଛି। ତାପରେ ସାକ୍ଷୀ ମିଶ୍ର ଧୀରେ ଧୀରେ ତାଙ୍କର ଛଦ୍ମବେଶ କାଢ଼ିବାକୁ ଲାଗିଲେ। ସେ ତାଙ୍କ ମୁଣ୍ଡରେ ପକାଇଥିବା ଚିରା ଓଢ଼ଣୀକୁ କାଢ଼ିଲେ, ତାଙ୍କ ମୁଣ୍ଡର କେଶକୁ ସିଧା କଲେ ଏବଂ ଦୃଢ଼ ସ୍ୱରରେ କହିଲେ, ମୁଁ ଭିକାରୀ ନୁହେଁ, ମୁଁ ଏ ଜିଲ୍ଲାର ଏସ୍ପି ସାକ୍ଷୀ ମିଶ୍ର। ଏହା ଶୁଣି ସବୁ ଗାଁ ଲୋକମାନେ ସ୍ତବ୍ଧ ହୋଇଗଲେ। ରଘୁନାଥର ହାତ ଥରିବାକୁ ଲାଗିଲା ଓ ସେ କହିଲା, ମ୍ୟାଡ଼ାମ ଆପଣ? ହଁ ମୁଁ। ଏବଂ ଆଜି ମୁଁ ଏମିତି ଏକ ଜିନିଷ ଦେଖିଛି ଯାହା ଆପଣମାନେ ସମସ୍ତେ ମାସ ମାସ ଧରି ଦେଖିପାରୁନଥିଲେ। ଗାଁରେ ନୀରବତା ଖେଳିଗଲା। ସମସ୍ତେ କେବଳ ଗୋଟିଏ କଥା ଜାଣିବାକୁ ଚାହୁଁଥିଲେ ଯେ ଏହି ଲୋକମାନେ ଏଠି କ'ଣ କରୁଥିଲେ। ସାକ୍ଷୀ ମିଶ୍ର ସେ ଦୁଇ ଜଣଙ୍କ ଆଡ଼କୁ ଚାହିଁ କହିଲେ, ଏବେ ସବୁ ସତ କଥା ଏମାନେ ନିଜେ ତାଙ୍କ ମୁହଁରେ କହିବେ। କିନ୍ତୁ ପ୍ରକୃତ ସତ୍ୟ ଏବେ ସମସ୍ତଙ୍କ ସାମ୍ନାକୁ ଆସିବା ବାକି ଥିଲା। ସେଇଟା ଏକ ଏମିତି ସତ୍ୟ ଥିଲା ଯେଉଁଟା ଗାଁ ଲୋକଙ୍କ ହୃଦୟକୁ ଦୋହଲାଇ ଦେବାକୁ ଯାଉଥିଲା। କିନ୍ତୁ ଲୋକଙ୍କ ମନରେ ଯେଉଁ ଡର ଥିଲା ତାହା ଆହୁରି ଗଭୀର ହୋଇଯାଇଥିଲା। ବନ୍ଦୀ ହୋଇଥିବା ଦୁଇ ଜଣଙ୍କୁ ଏବେ ବି ହାତକଡ଼ି ଲଗାଯାଇଥିଲା। ସେମାନଙ୍କ ମୁହଁରେ ଭୟ ସ୍ପଷ୍ଟ ଭାବରେ ଦେଖାଯାଉଥିଲା, କିନ୍ତୁ ସେମାନଙ୍କ ଆଖିରେ ଏକ ଅଦ୍ଭୁତ ଚତୁରତା ଏବେ ବି ଦେଖାଯାଉଥିଲା, ଯେପରି ସେମାନେ ଶେଷ ପର୍ଯ୍ୟନ୍ତ ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରିବେ। ସାକ୍ଷୀ ମିଶ୍ର ନିର୍ଦ୍ଦେଶ ଦେଲେ, ଯଦି ଏମାନଙ୍କୁ ଥାନାକୁ ନେଇ ସବୁ ସତକଥା ତାଙ୍କ ମୁହଁରୁ ବାହାର କରାଅ। ଆଜି ରାତିରେ ହିଁ ଏହି ରହସ୍ୟର ସମାଧାନ ହେବା ଆବଶ୍ୟକ। ଅନ୍ଧାର ଭେଦ କରି ପୋଲିସ ଗାଡ଼ିଟି ଥାନା ଆଡ଼କୁ ଚାଲିଗଲା।
ତାଙ୍କ ପଛେ ପଛେ କିଛି ଗାଁ ଲୋକେ ମଧ୍ୟ ଗଲେ। ସେମାନଙ୍କ ଆଖିରେ କ୍ରୋଧ ଥିଲା, ହୃଦୟରେ ଅନେକ ପ୍ରଶ୍ନ ଥିଲା ଏବଂ ମନରେ କେବଳ ଗୋଟିଏ କଥା ଥିଲା ଯେ ଏଇ ଲୋକମାନେ ପ୍ରକୃତରେ କ'ଣ କରୁଛନ୍ତି। ଥାନାରେ ପହଞ୍ଚିଲା ପରେ ସେ 2 ଜଣ ଆରୋପୀଙ୍କୁ ଅଲଗା ଅଲଗା କୋଠରୀରେ ବସାଗଲା। ଏସ୍ପି ସାକ୍ଷୀ ମିଶ୍ର ନିଜେ ଏକ ଚେୟାର ଉପରେ ବସିଥିଲେ। ତାଙ୍କ ସାମ୍ନାରେ ଫାଇଲ ଖୋଲା ଥିଲା, କିନ୍ତୁ ତାଙ୍କ ଆଖି କେବଳ ସେଇ ଦ୍ୱାର ଉପରେ ନିବଦ୍ଧ ଥିଲା ଯେଉଁଠାରୁ ସତ୍ୟ ବାହାରକୁ ଆସିବାକୁ ଥିଲା। କିଛି ସମୟ ପରେ ପଚରାଉଚରା ଆରମ୍ଭ ହେଲା। ପ୍ରଥମେ 2 ଜଣ କଥା ଲୁଚାଇବାକୁ ବହୁତ ଚେଷ୍ଟା କରୁଥିଲେ ଓ କହୁଥିଲେ, ଆମେ କିଛି କରିନାହୁଁ ମ୍ୟାଡାମ, ଆମେ କେବଳ ସେଠି ବୁଲୁଥିଲୁ। କିନ୍ତୁ ସାକ୍ଷୀ ମିଶ୍ର ଏମିତି ଏକ ପୋଲିସ ଅଧିକାରୀ ଥିଲେ ଯିଏ ଦୋଷୀର ଆଖିକୁ ଦେଖି ମିଛ ଧରି ପକାଉଥିଲେ। ସେ କଠୋର ସ୍ୱରରେ କହିଲେ, ଦେଖ, ଯଦି ତୁମେ 2 ଜଣ ଭଲରେ ଭଲରେ ସବୁ ସତ କଥା ମାନିଯିବ ତାହେଲେ ତୁମ 2 ଜଣଙ୍କ ଦଣ୍ଡ ଟିକେ କମିଯିବ, ଆଉ ଯଦି ତୁମେ ମିଛ କହିବାକୁ ଚେଷ୍ଟା କରିବ ତାହେଲେ ମୁଁ ତୁମ 2 ଜଣଙ୍କର ଏମିତି ଅବସ୍ଥା କରିବି ବାଧ୍ୟ ହୋଇ ତୁମେ ସବୁ ସତ କଥା କହିବ। ତାଙ୍କର ସ୍ୱର ଏତେ ଶକ୍ତିଶାଳୀ ଥିଲା ଯେ କୋଠରୀରେ ଥିବା ପ୍ରତ୍ୟେକ ପୋଲିସ କର୍ମଚାରୀ ମଧ୍ୟ କିଛି ମୁହୂର୍ତ୍ତ ପାଇଁ ନୀରବ ହୋଇଗଲେ। ତାପରେ ଆରମ୍ଭ ହେଲା ପ୍ରକୃତ ପଚରାଉଚରା। ପ୍ରଶ୍ନର ଏକ ଧାରା, ମାନସିକ ଚାପ ଏବଂ ଆଇନର କଠୋରତା। କିଛି ଘଣ୍ଟା ମଧ୍ୟରେ ସେ 2 ଜଣ ଅଭିଯୁକ୍ତ ହାର ମାନିବାକୁ ଲାଗିଲେ। ସେମାନଙ୍କ ମୁହଁରୁ ଝାଳ ବହିବାକୁ ଲାଗିଲା, ସେମାନଙ୍କ ହାତ ଥରିବାକୁ ଲାଗିଲା ଏବଂ ସେମାନଙ୍କ ଆଖିରେ ଭୟ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଶେଷରେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଜୋରରେ କାନ୍ଦିବାକୁ ଲାଗିଲା ଓ କହିଲା, ମ୍ୟାଡାମ, ଦୟାକରି ଆମକୁ କ୍ଷମା କରିଦିଅନ୍ତୁ, ଆମେ ସବୁ ସତ କଥା ଆପଣଙ୍କୁ କହୁଛୁ। ସେତେବେଳେ କୋଠରୀରେ ନୀରବତା ଖେଳି ଯାଇଥିଲା। ସାକ୍ଷୀ ମିଶ୍ର ଟିକେ ଆଗକୁ ବଢ଼ି କହିଲେ, କୁହ, ତୁମେ 2 ଜଣ କ'ଣ କରୁଥିଲ ସେଠି? ଏହା କହିବା ସମୟରେ ସେ ଲୋକଟିର ପାଟି ଖନି ବାଜି ଯାଉଥିଲା। ମ୍ୟାଡାମ, ଆମେ ରାତିରେ ମଦ୍ୟପାନ କରି ବାହାରକୁ ଯାଉଥିଲୁ। ତାପରେ ଆମେ ଗାଁର ଘରଗୁଡ଼ିକ ଦେଖୁଥିଲୁ। ଯାହା ଘରେ ବଢ଼ିଲା ଝିଅ ଥିଲେ ସେ ଘରଗୁଡ଼ିକ ଆମେ ଆଗରୁ ମନେ ରଖୁଥିଲୁ। ଏହା ଶୁଣି ସାକ୍ଷୀ ମିଶ୍ରଙ୍କ ଆଖି ସଂକୁଚିତ ହୋଇଗଲା ଓ ସେ ରାଗରେ କହୁଥିଲେ, ଆଗକୁ କୁହ। ସେ ଲୋକଟି କାନ୍ଦିକି କହିଲା, ମ୍ୟାଡାମ, ଆମେ କାନ୍ଥ ଡେଇଁ ଭିତରକୁ ପଶି ଯାଉଥିଲୁ ଏବଂ ସେ ଏତିକି କହି ଅଟକିଗଲା। ସାକ୍ଷୀ ମିଶ୍ର ଟେବୁଲ ଉପରେ ତାଙ୍କ ହାତ ମାରି କହିଲେ, ସ୍ପଷ୍ଟ ଭାବରେ କୁହ ମୋତେ। ଦ୍ୱିତୀୟ ଲୋକଟି ଡରି ଡରି କହିଲା, ମ୍ୟାଡାମ, ଆମେ ଏକ ସ୍ପ୍ରେ ରଖିଥିଲୁ ଯାହାକୁ ଆମେ ଘର ଭିତରେ ସ୍ପ୍ରେ କରୁଥିଲୁ, ଯାହାଦ୍ୱାରା ଘରର ସବୁ ଲୋକମାନେ ଗଭୀର ନିଦ୍ରାରେ ଶୋଇଯାଉଥିଲେ। ସେମାନେ କିଛି ବି ଜାଣିପାରୁନଥିଲେ। ଏହା ଶୁଣି ସେଠି ଉପସ୍ଥିତ ଥିବା ପ୍ରତ୍ୟେକ ପୋଲିସ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଗଲେ। ତାପରେ ପ୍ରଥମ ଅଭିଯୁକ୍ତ ମୁଣ୍ଡ ନୁଆଇଁ କହିଲା, ଆମେ ସେ ଘରେ ଥିବା ସେଇ କୁଆଁରୀ ଝିଅଟିକୁ ଉଠାଇ ଆଣି ତା ସହିତ ଖରାପ ବ୍ୟବହାର କରୁଥିଲୁ। ଏହା ଶୁଣି ଏସ୍ପି ସାକ୍ଷୀ ମିଶ୍ର ରାଗରେ ଲାଲ ହୋଇଗଲେ ଓ ସେ କହିଲେ, କେତେ ଜଣ ଘରେ ତମେମାନେ ଏସବୁ କାମ କରିଛ? ଦ୍ୱିତୀୟ ଅଭିଯୁକ୍ତଟି କାନ୍ଦି କାନ୍ଦି କହିଲା, ପୁରା ଗାଁଟା ସାରା। ଯାହା ଯାହା ଘରେ ଆମକୁ ସୁଯୋଗ ମିଳୁଥିଲା ଆମେ ଯାଉଥିଲୁ। ଏହା ଶୁଣି ସାକ୍ଷୀ ମିଶ୍ରଙ୍କ ମୁହଁର ରଙ୍ଗ ବଦଳିଗଲା। ସେ ବୁଝିପାରିଲେ ଯେ ଏହା କେବଳ ଗୋଟିଏ କିମ୍ବା 2ଟି ମାମଲା ନୁହେଁ, ଏହା ଏକ ସମ୍ପୂର୍ଣ୍ଣ ଗାଁ ବିରୁଦ୍ଧରେ ଏକ ସଂଗଠିତ ଅପରାଧ ଥିଲା। ସେ ତୁରନ୍ତ ନିର୍ଦ୍ଦେଶ ଦେଲେ, ସେମାନଙ୍କ ଉପରେ ଧାରା 376, 457, 328 ଏବଂ ଅନ୍ୟ ଯେକୌଣସି ଧାରା ଅଛି ସବୁ ଲଗେଇ ଦିଅ ଏବଂ ସେମାନଙ୍କୁ ଏପରି ଦଣ୍ଡ ଦିଅ ଯେ ଭବିଷ୍ୟତରେ ଆସିବାକୁ ଯାଉଥିବା ପିଢ଼ିମାନେ ମନେ ରଖିବେ। ଯେତେବେଳେ ବାହାରେ ଠିଆ ହୋଇଥିବା ଗାଁ ଲୋକଙ୍କୁ ଏହି ସତ୍ୟ ବିଷୟରେ କୁହାଗଲା ସେତେବେଳେ ଏପରି ଲାଗୁଥିଲା ଯେପରି ସେମାନଙ୍କ ପୁରା ଦୁନିଆ ଉଜୁଡ଼ି ପଡ଼ିଛି। ରଘୁନାଥ ତଳେ ବସି ପଡ଼ିଲେ ଓ କହିଲେ, ହେ ଭଗବାନ, ମୋ ଝିଅ। ତାଙ୍କ ଆଖିରୁ ଲୁହ ବନ୍ଦ ହେଉନଥିଲା। ଗାଁର ସ୍ତ୍ରୀ ଲୋକମାନେ କାନ୍ଦିବାକୁ ଲାଗିଲେ। ପୁରୁଷମାନଙ୍କ ମୁହଁରେ କ୍ରୋଧ ସ୍ପଷ୍ଟ ଦେଖାଯାଉଥିଲା। ସମସ୍ତଙ୍କ ମନରେ ସେହି ଏକ ପ୍ରକାର ଚିନ୍ତାଧାରା ଥିଲା, ଆମ ଆଖି ସାମ୍ନାରେ ଆମକୁ ଧୋକା ଦିଆଯାଉଥିଲା ଏବଂ ଆମେ ଏହା ଜାଣିନଥିଲୁ। ଏସ୍ପି ସାକ୍ଷୀ ମ୍ୟାଡାମ ଧୀରେ ଧୀରେ ବାହାରକୁ ଆସିଲେ। ସେ ଗାଁ ଲୋକଙ୍କୁ ଚାହିଁଲେ। ତାଙ୍କ ଆଖିରେ ଯନ୍ତ୍ରଣା ଥିଲା କିନ୍ତୁ ଏକ ଦୃଢ଼ ସଂକଳ୍ପ ମଧ୍ୟ ଥିଲା। ସେ କହିଲେ, ତୁମର ଏକମାତ୍ର ଭୁଲ ଥିଲା ଯେ ତୁମେ ଭୟ କରୁଥିଲ, କିନ୍ତୁ ଏବେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ସତ ସାମ୍ନାକୁ ଆସିସାରିଛି ଏବଂ ଆପଣମାନଙ୍କୁ ନ୍ୟାୟ ନିଶ୍ଚିତ ମିଳିବ। ତାଙ୍କ ସ୍ୱରରେ ଏତେ ଶକ୍ତି ଥିଲା ଯେ ସେଠାରେ ଠିଆ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ଲାଗୁଥିଲା ଯେ ଆଗକୁ ନିଶ୍ଚୟ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଏବେ କଥାଟା କେବଳ ସେହି ଗ୍ରାମବାସୀଙ୍କର ନଥିଲା, ବରଂ ସେହି କ୍ଷତକୁ ବରିବାର ଥିଲା ଯେଉଁଟା ଭୟଙ୍କର ସତ୍ୟଟା ପୁରା ହୃଦୟକୁ ଭାଙ୍ଗି ଦେଇଥିଲା। ସେଦିନ ଶିବପୁରରେ ସେଇ ରାତି ଯଦିଓ ବିତି ଯାଇଥାଇପାରେ, କିନ୍ତୁ ଏହାର କ୍ଷତ ଏବେ ବି ତାଜା ଥିଲା।
ଗାଁର ରାସ୍ତାଗୁଡ଼ିକ ଏବେ ବି ନୀରବ ଥିଲା, କିନ୍ତୁ ଏଥର ଏହା ଭୟର ନୀରବତା ନୁହେଁ, ବରଂ ଏକ ଭାରି ସତ୍ୟର ନୀରବତା ଥିଲା। ପ୍ରତ୍ୟେକ ଘର ଭିତରେ ଲୋକମାନେ ବସିଥିଲେ। କାହାର ଆଖିରେ ଲୁହ ଥିଲା ତ କାହା ମନରେ କ୍ରୋଧ ଥିଲା ଓ କିଛି ଲୋକ ନିଜକୁ ଦୋଷୀ ମାନୁଥିଲେ ଯେ ଏତେ ଦିନ ପର୍ଯ୍ୟନ୍ତ ଆମେ ସତ ଜାଣିପାରିନାହୁଁ କେମିତି। ଥାନାରେ 2 ଅପରାଧୀଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଥିଲା। ପରଦିନ ସେମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା। ମାମଲାଟି ଧାରା 376, 457, 328 ଏବଂ ଅନ୍ୟାନ୍ୟ ଗମ୍ଭୀର ଧାରା ଅନୁଯାୟୀ ଏହାକୁ ଏକ ଫାଷ୍ଟଟ୍ରାକ୍ କୋର୍ଟକୁ ପଠାଯାଇଥିଲା। ଏସ୍ପି ସାକ୍ଷୀ ମିଶ୍ର ନିଜେ ସେ ମାମଲାର ପ୍ରତ୍ୟେକ ଅପଡେଟ୍ ଉପରେ ନଜର ରଖୁଥିଲେ। ସେ ଚାହୁଁଥିଲେ ଯେ ଏହି ଅପରାଧୀମାନଙ୍କୁ ଏପରି ଦଣ୍ଡ ମିଳୁ ଯାହା ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିବ। କୋର୍ଟର ଶୁଣାଣି ଆରମ୍ଭ ହେଲା। ଯେତେବେଳେ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା, ସେମାନଙ୍କ ମୁହଁରୁ ସେହି ମିଥ୍ୟା ଅହଙ୍କାର ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଯାଇଥିଲା। ଏବେ ସେମାନଙ୍କ ମୁହଁରେ କେବଳ ଡର ଏବଂ ନିଜ କଳାକର୍ମର ଅନୁତାପ ଥିଲା। କିନ୍ତୁ ସେହି ଅନୁତାପ ପୁରା ଗାଁକୁ ଦେଇଥିବା କ୍ଷତକୁ ପୂରଣ କରିପାରିନଥିଲା। ଗୋଟିଏ ପରେ ଗୋଟିଏ ପ୍ରମାଣ ଅଦାଲତରେ ଉପସ୍ଥାପନ କରାଯାଇଥିଲା। ଡାକ୍ତରୀ ରିପୋର୍ଟ, ପୋଲିସ ତଦନ୍ତ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଅଭିଯୁକ୍ତଙ୍କ ନିଜସ୍ୱ ସ୍ୱୀକାର। ଗାଁରେ ଅନେକ ପରିବାର ମଧ୍ୟ କୋର୍ଟକୁ ଆସିଥିଲେ। ରଘୁନାଥ ମଧ୍ୟ ତାଙ୍କ ଝିଅ ସହିତ ସେଠାରେ ଥିଲେ। ତାଙ୍କ ଆଖିରେ ଲୁହ ଝରି ଆସୁଥିଲା, କିନ୍ତୁ ଏଥର ମନରେ ଏକ ଆଶା ମଧ୍ୟ ଥିଲା, ନ୍ୟାୟ ପାଇଁ ଆଶା। ବିଚାରପତି ସମ୍ପୂର୍ଣ୍ଣ ମାମଲାକୁ ଧ୍ୟାନର ସହିତ ଶୁଣିଲେ ଏବଂ ତାପରେ ସେହି ମୁହୂର୍ତ୍ତ ଆସିଲା ଯାହାକୁ ଶିବପୁର ଗାଁର ପ୍ରତ୍ୟେକ ବ୍ୟକ୍ତି ଅପେକ୍ଷା କରିଥିଲେ। ଜଜ୍ ନିଜ କୁର୍ସିରେ ବସି କଠୋର ସ୍ୱରରେ ନିଜର ରାୟ ଘୋଷଣା କଲେ। ଏହି 2 ଅଭିଯୁକ୍ତ ଯେଉଁ ଅପରାଧ କରିଛନ୍ତି ସେଇଟା କେବଳ ଆଇନ ବିରୋଧୀ ନୁହେଁ, ବରଂ ମାନବତା ବିରୋଧୀ ମଧ୍ୟ ଅଟେ। ସେଥିପାଇଁ ଅଦାଲତ ଏମାନଙ୍କୁ ସବୁଠାରୁ କଠୋର ଦଣ୍ଡ ପ୍ରଦାନ କରୁଛି। କୋର୍ଟ ରୁମ୍ରେ ନୀରବତା ଛାଇଗଲା। ପରବର୍ତ୍ତୀ ମୁହୂର୍ତ୍ତରେ ଜଜ୍ ରାୟ ଘୋଷଣା କଲେ, ଏମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା। ଏହି ଶବ୍ଦ ଶୁଣିବା ମାତ୍ରେ ଗାଁ ଲୋକଙ୍କ ମୁହଁରେ ଏକ ଭିନ୍ନ ପ୍ରକାରର ଭାବ ପ୍ରକାଶ ପାଇଲା। ସେମାନଙ୍କ ମନରେ ଦୁଃଖ ଥିଲା, କିନ୍ତୁ ଆଶ୍ୱସ୍ତି ମଧ୍ୟ ଥିଲା। କମ୍ ସେ କମ୍ ବର୍ତ୍ତମାନ ସେଇ ବିପଦ ଶେଷ ହୋଇଯାଇଥିଲା, ଯାହା ସେମାନଙ୍କ ଘରର ସବୁ ଖୁସିକୁ ଛଡ଼ାଇ ନେଇଥିଲା। କୋର୍ଟ ଭିତରୁ ଯେତେବେଳେ ଏସ୍ପି ସାକ୍ଷୀ ମିଶ୍ର ବାହାରିଲେ, ସେତେବେଳେ ଗାଁର ଲୋକମାନେ ତାଙ୍କ ସାମ୍ନାରେ ହାତ ଯୋଡ଼ି ଛିଡ଼ା ହୋଇଗଲେ। ରଘୁନାଥ ଆଗକୁ ଆସିଲେ। ତାଙ୍କ ଆଖିରେ ଲୁହ ଥିଲା, କିନ୍ତୁ ଏଥର ସେହି ଲୁହ ଦୁଃଖର ନୁହେଁ, କୃତଜ୍ଞତାର ଥିଲା ଓ ସେ କହିଲେ, ମ୍ୟାଡାମ୍, ଆପଣ ଆମ ଜୀବନ ବଞ୍ଚାଇ ଦେଲେ। ଯଦି ଆପଣ ନଥାନ୍ତେ ତେବେ ହୁଏତ ଆମେ କେବେ ସତ୍ୟକୁ ଜାଣିପାରିନଥାନ୍ତୁ। ଏସ୍ପି ସାକ୍ଷୀ ମିଶ୍ର ତାଙ୍କୁ ଉଠାଇ ଦେଲେ ଏବଂ ଶାନ୍ତ ସ୍ୱରରେ କହିଲେ, ଏହା ମୋର କର୍ତ୍ତବ୍ୟ ଥିଲା, କିନ୍ତୁ ଏବେ ତୁମର ମଧ୍ୟ ଏକ କର୍ତ୍ତବ୍ୟ ଅଛି ଯେ ତୁମେ ଝିଅମାନଙ୍କୁ ଭୟରେ ନୁହେଁ, ବରଂ ସାହସର ସହିତ ବଞ୍ଚିବାକୁ ଶିଖାଅ। ତାଙ୍କର ଏହି କଥା ସିଧାସଳଖ ସେଠି ଉପସ୍ଥିତ ଥିବା ପ୍ରତ୍ୟେକ ଗ୍ରାମବାସୀଙ୍କ ହୃଦୟକୁ ସ୍ପର୍ଶ କଲା। ଧୀରେ ଧୀରେ ଶିବପୁର ଗାଁ ବଦଳିବାକୁ ଲାଗିଲା। ଏବେ ସେଠାକାର ଲୋକମାନେ ଭୟର ସହିତ ନୁହେଁ, ବରଂ ବୁଦ୍ଧିମତ୍ତାର ସହିତ ଜୀବନଯାପନ କରିବାକୁ ଲାଗିଲେ। ସେମାନେ ନିଜ ଘରର ସୁରକ୍ଷାକୁ ଆହୁରି ମଜବୁତ କରିଦେଲେ। ରାତିରେ ସେମାନେ ସଚେତନତା ବଢ଼ାଇଲେ ଏବଂ ସବୁଠାରୁ ଜରୁରୀ କଥା ହେଲା ପରସ୍ପର ଉପରେ ଭରସା କରିବା ଆରମ୍ଭ କଲେ। ଯେଉଁ ଝିଅମାନେ ପୂର୍ବରୁ ଭୟର ଛାୟାରେ ଜୀବନ କାଟୁଥିଲେ, ସେମାନେ ଧୀରେ ଧୀରେ ସାଧାରଣ ଜୀବନକୁ ଫେରିବାକୁ ଲାଗିଲେ। ଯଦିଓ ସେମାନଙ୍କ ହୃଦୟର ଘା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ କିଛି ସମୟ ଲାଗିବ, କିନ୍ତୁ ଏବେ ସେମାନଙ୍କର ଏହି ବିଶ୍ୱାସ ହୋଇଯାଇଥିଲା ଯେ ସତ୍ୟ ଯେତେ ଲୁଚିଥାଉ ନା କାହିଁକି ଦିନେ ନା ଦିନେ ନିଶ୍ଚୟ ସାମ୍ନାକୁ ଆସିଥାଏ। କିଛି ଦିନ ପରେ ଯେତେବେଳେ ସବୁକିଛି ସାଧାରଣ ହେବାକୁ ଲାଗିଲା, ସେତେବେଳେ ଏସ୍ପି ସାକ୍ଷୀ ମିଶ୍ର ପୁଣି ଥରେ ସେଇ ଗାଁକୁ ଆସିଲେ। ଏଥର ସେ ଜଣେ ଅଧିକାରୀ ଭାବେ ପୂର୍ଣ୍ଣ ସମ୍ମାନ ସହିତ ଆସିଥିଲେ ଓ ଗାଁ ଲୋକମାନେ ତାଙ୍କୁ ଭବ୍ୟ ସ୍ୱାଗତ କଲେ। ସେମାନେ ତାଙ୍କୁ ଫୁଲମାଳ ପିନ୍ଧାଇଲେ ଏବଂ ସମଗ୍ର ଗାଁ ତାଳିରେ ପୂର୍ଣ୍ଣ ହୋଇଗଲା। ଗାଁ ପରିବେଶ ଆନନ୍ଦରେ ଭରିଗଲା। ସାକ୍ଷୀ ମିଶ୍ର ଚାରିପାଖକୁ ଦେଖିଲେ। ଏବେ ସେହି ଗାଁ ଯାହା ଥରେ ଭୟରେ ଥରି ଉଠୁଥିଲା, ଆଜି ସେହି ଗାଁ ଆଶାରେ ପରିପୂର୍ଣ୍ଣ ଥିଲା। ସେ ହସ ହସ ମୁହଁରେ କହିଲେ, ମନେ ରଖ, ଅନ୍ଧକାର ଯେତେ ଗଭୀର ହୋଇଥାଉ ନା କାହିଁକି, ଗୋଟିଏ ଛୋଟ ଆଲୋକ ମଧ୍ୟ ତାକୁ ଦୂର କରିପାରେ। କେବଳ ସେହି ଆଲୋକକୁ ଜଳାଇବାର ଆବଶ୍ୟକତା ଅଛି। ତାଙ୍କର ସେହି କଥା ଶିବପୁରର ଲୋକମାନଙ୍କ ହୃଦୟରେ ସଦା ସର୍ବଦା ପାଇଁ ସ୍ଥାନ ପାଇଗଲା ଏବଂ
ଏହିପରି ଭାବରେ ଗୋଟିଏ ଗାଁର ଭୟଙ୍କର ରହସ୍ୟର ଶେଷରେ ପର୍ଦ୍ଦାଫାଶ ହେଲା। କିନ୍ତୁ ଏହି କାହାଣୀ କେବଳ ଗୋଟିଏ ଗାଁର କାହାଣୀ ନୁହେଁ, ଏହା ପୁରା ସମାଜ ପାଇଁ ଗୋଟିଏ ଶିକ୍ଷା ଥିଲା ଯେ ଭୟ ଓ ନୀରବତା ହିଁ ସବୁଠାରୁ ବଡ଼ ଅପରାଧୀ ଅଟନ୍ତି ଏବଂ ସତ ଯେତେ ଲୁଚି ରହୁନା କାହିଁକି ଦିନେ ନା ଦିନେ ସେ ନିଶ୍ଚୟ ସମସ୍ତଙ୍କ ସାମ୍ନାକୁ ଆସିଥାଏ। ବନ୍ଧୁମାନେ, ଯଦି ଆପଣଙ୍କୁ ଏହି କାହାଣୀଟି ଭଲ ଲାଗିଥାଏ ତାହେଲେ ଦୟାକରି ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।